नमस्कार दर्शक बंधु शुभ संध्या आमे नहीं आसु देश विदेश राज्यर 20टी गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल नुआ सब्सक्राइब करी आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना कि अपडेट पाइपर तेज कौन रही आज संध्यार खबर चलता नजर पकाइबा। प्रथम खबर बारबाटी मैच टिकेट ପାଇଁ କି ଅସମ୍ଭାଳ ଭିଡ଼। ଆଜି ସକାଳୁ କାଉଣ୍ଟର ଖୋଲିବା ପୂର୍ବରୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ରାତି ଅଧରୁ ଲୋକେ ଲାଇନ କରିଥିଲେ। ଅଫଲାଇନ କାଉଣ୍ଟରରେ 10,000 ଟିକେଟ ବିକ୍ରି ହେବ ବୋଲି ଘୋଷଣା ହୋଇଥିଲା। ରାତି ଅଧରୁ ଧାଡ଼ି ବାନ୍ଧି ଷ୍ଟାଡିୟମ ବାହାରେ ଲୋକ ଛିଡ଼ା ହୋଇଥିଲେ। ପ୍ରତ୍ୟେକ ଲୋକଙ୍କୁ 2ଟି କରି ଟିକେଟ ଦିଆଯାଉ ବୋଲି ସୂଚନା ମିଳୁଥିଲା। ପ୍ରତ୍ୟେକ ପକ୍ଷରୁ ପୂର୍ବରୁ କୁହାଯାଉଥିଲା ଯେ ଆଜି ସକାଳ 6ଟାରୁ ବ୍ୟାରିକେଡ ଭିତରେ ଲୋକଙ୍କୁ ଧାଡ଼ିରେ ରଖାଯିବ, କିନ୍ତୁ ଅସମ୍ଭାଳ ଭିଡ଼କୁ ଦେଖି ପୋଲିସ ନିର୍ଦ୍ଧାରିତ ସମୟ ପୂର୍ବରୁ ପର୍ଯ୍ୟାୟକ୍ରମେ ଲୋକଙ୍କୁ ବ୍ୟାରିକେଡ ଭିତରେ ଛିଡ଼ା ହେବାକୁ ପଡ଼ିଥିଲା। ରାତିରେ ବିଭିନ୍ନ ପ୍ରକାର ଆସୁଥିବା ଲୋକମାନେ ଷ୍ଟାଡିୟମ ଚାରିପଟେ ଭିଡ଼ ଜମାଇଥିଲେ। ଆଜି 10,000 ଟିକେଟ ମଧ୍ୟ ବିକ୍ରି ହୋଇଛି। ଟିକେଟ ପାଇଁ ଟିକେଟ ପ୍ରେମୀଙ୍କର ମଧ୍ୟ ବହୁତ ଉତ୍ସାହ ଥିଲା। ଆସନ୍ତା 9 ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଅଛି, ତେଣୁ ଓଡ଼ିଶାବାସୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆଜି ପ୍ରବଳ ଭିଡ଼କୁ ଦେଖି ପୋଲିସ ନିୟନ୍ତ୍ରଣ କରିଥିଲା। ବିଶେଷ କରି କୁହାଯାଉଛି ଯେ ଏଥର ଅଧିକ ଦର୍ଶକ ସଂଖ୍ୟା ବଢ଼ିବ, କିନ୍ତୁ 43,000 ସିଟ୍ ସଂଖ୍ୟା ରହିଛି। ପରବର୍ତ୍ତୀ ଖବର ହେଉଛି ବାତିଲ ହେଲା ଏଏନ୍ଏମ୍ ପରୀକ୍ଷା। ମାଲକାନଗିରି ଜିଲ୍ଲାର ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଛି। ବାତିଲ ହୋଇଛି ଆଜିର ପରୀକ୍ଷା। ପରୀକ୍ଷାର 3 ଘଣ୍ଟା ପୂର୍ବରୁ ଏଏନ୍ଏମ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ଦିନ 2ଟାରେ ପରୀକ୍ଷା ଥିବାବେଳେ 11ଟା ବେଳେ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ଆଜି ଅଗଲିଠାରେ ଏବେ ନର୍ସ ମିଡ୍ ୱାଇଫାଇର ମଧ୍ୟ ବିଷୟରେ ପରୀକ୍ଷା ହୋଇଥାନ୍ତା ବୋଲି କୁହାଯାଉଛି। ହେଲେ ପରୀକ୍ଷା ହଲରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ। ଅନ୍ୟପଟେ ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଛାତ୍ରୀ। ଏଭଳି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ମଧ୍ୟ କରିଛନ୍ତି। ପରବର୍ତ୍ତୀ ଖବର ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ପ୍ରାଥମିକ ଶିକ୍ଷକ ମହାସଂଘର ବଡ଼ ବିକ୍ଷୋଭ। 2 ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଶିକ୍ଷକ ସଂଘ। ଭୁବନେଶ୍ୱର ଗାନ୍ଧୀ ମାର୍ଗର ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ହଜାର ହଜାର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଆନ୍ଦୋଳନ ଚାଲିଛି। ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ପଦବୀ ଅନୁଯାୟୀ ମୂଳ ବେତନ ଦେବାକୁ ଜାରି କରିଛି ମହାସଂଘ। ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବୁଲ 9 ଅନୁଯାୟୀ ମୂଳ ବେତନ 35,400 ଟଙ୍କା ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ଏହା ସହିତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରିବାକୁ ଦାବି କରୁଛନ୍ତି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ। ପରବର୍ତ୍ତୀ ଖବର ତେବେ ପୁଣି ଆସିଛି ପର୍ଯ୍ୟଟନ ଋତୁ। ଆଉ ଚଳଚଞ୍ଚଳ ହେଲାଣି ଓଡ଼ିଶାର ଅନେକ ପର୍ଯ୍ୟଟନ କ୍ଷେତ୍ର। ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଅଟ୍ରିରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ। ଏଠାରେ ବିକାଶ ବର୍ଷକୁ ବିନାଶ ଆଡ଼କୁ ମୁହାଁଉଥିବା ଡାକିଲାଣି ବିପଦ। ଉନ୍ନତି ପରିବର୍ତ୍ତେ ଅବନତିକୁ ହେଲାଣି କ୍ଷୋଭ ପ୍ରକାଶ କରିଛନ୍ତି ପର୍ଯ୍ୟଟକ। ଉଇ ହୁଙ୍କାମୟ ହୋଇପଡ଼ିଲାଣି ବେଗୁନିଆର ଅଟ୍ରିର ଉଷ୍ମ ପ୍ରସବଣ କ୍ଷେତ୍ର। ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଅଟ୍ରି। କେଉଁଠି କାନ୍ଥରେ ଗଛ ଉଠିଗଲାଣି ତ କେଉଁଠି ଅଳିଆ ଆବର୍ଜନା ପଡ଼ିଛି। ପଚାସଢ଼ା ଗନ୍ଧରେ ଫାଟି ଯାଉଛି। ଦୁଇଟି ବଙ୍ଗଳା ପାଲଟିଛି ଭୂତ କୋଠି। ଶୌଚାଳୟ କଥା ନ କହିଲେ ଭଲ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାକାର ମୁଖ୍ୟ ଆକର୍ଷଣ ଭାବେ କୁଆ କୁଣ୍ଡ ଏବେ ବିପଦରେ। ଏହି ମୁଖ୍ୟ କୁଣ୍ଡ ପଥର ଖସି ଏକ ପର୍ଯ୍ୟଟକ ମାନଙ୍କ ଉପରେ ବିପଦ ସୃଷ୍ଟି କରିବାର ଆଶଙ୍କା ଦେଖାଯାଉଛି। ପରବର୍ତ୍ତୀ ଖବର ଫେବୃଆରୀ 19ରେ ମ୍ୟାଟ୍ରିକ ପରୀକ୍ଷା। ଫେବୃଆରୀ 19 ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବ, 2 ପର୍ଯ୍ୟନ୍ତ ଚାଲିବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ସକାଳ 9ଟାରୁ ଦିନ 11:30 ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ 19ରେ ମାତୃଭାଷା ପରୀକ୍ଷା ହେବ। 20ରେ ସଂସ୍କୃତ ବ୍ୟାକରଣ ଦର୍ଶନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଇଭଳି ଟୋଟାଲ ରୁଟିନ ମଧ୍ୟ ବାହାରିଛି। ତ ବିଶେଷ କରି କୁହାଯାଉଛି ମାର୍ଚ୍ଚ 2ରେ ଗଣିତ ପରୀକ୍ଷା ହେବ। ଗଣିତ ପରୀକ୍ଷା ପାଇଁ କି ଏକ୍ସଟ୍ରା 15 ମିନିଟ ମିଳିବ। ପରବର୍ତ୍ତୀ ଖବର ଇଣ୍ଡିଗୋ ଏୟାରଲାଇନ୍ସ ବର୍ତ୍ତମାନ ବିପଦ ସଙ୍କଟରେ। 4 ଡିସେମ୍ବର ସମଗ୍ର ଦେଶରେ ଇଣ୍ଡିଗୋ ଉଡ଼ାଣ ଉପରେ ପ୍ରଭାବ ପଡ଼ିଥିଲା। ଏପରି ସ୍ଥଳେ ଦିଲ୍ଲୀରୁ ଆସି ସବୁ ବିମାନ ଉଡ଼ାଣ ବାତିଲ ହୋଇଥିଲା। ଇଣ୍ଡିଗୋ ଦିଲ୍ଲୀ ଏୟାରପୋର୍ଟରୁ ଆଜି ସମସ୍ତ ବିମାନ ଉଡ଼ାଣ ରାତି 12ଟାରେ ମଧ୍ୟ ବାତିଲ କରାଯାଇଛି। ସେପରି ଇଣ୍ଡିଗୋ ଚେନ୍ନାଇ ଏୟାରପୋର୍ଟରୁ ସନ୍ଧ୍ୟା 6ଟା ଯାଏଁ ବିମାନ ଉଡ଼ାଣ ବାତିଲ କରାଯାଇଛି। ଇଣ୍ଡିଗୋ ବାତିଲ ହେବା ଯୋଗୁଁ ଅନ୍ୟାନ୍ୟ ଏୟାରଲାଇନ୍ସ ଟିକେଟ ଦାମ ମଧ୍ୟ 2 ଗୁଣା ବଢ଼ିଯାଇଛି। ସେପଟେ କୁହାଯାଉଛି ଇଣ୍ଡିଗୋର ସବୁ ବିମାନ ବାତିଲ ହେବା ଫଳରେ ବହୁ ଯାତ୍ରୀ ହନ୍ତସନ୍ତ ମଧ୍ୟ ହେଉଛନ୍ତି। ପରବର୍ତ୍ତୀ ଖବର ହେଉଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ। ଭାରତ ରୁଷିଆ ମଧ୍ୟରେ ଆୟୋଜିତ ହେବ 23ତମ ଦ୍ୱିପାକ୍ଷିକ ସମ୍ମିଳନୀ। ଏଥିରେ ସାମିଲ ହେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଉଭୟ ଭାରତ ଓ ରୁଷ ମଧ୍ୟରେ ଆନୁଷ୍ଠାନିକ ଦ୍ୱିପାକ୍ଷିକ ବୈଠକ ସହିତ ପ୍ରମୁଖ ଚୁକ୍ତିନାମା ସ୍ୱାକ୍ଷରିତ ହେବ।
ସକାଳ 11ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଏକ ଆନୁଷ୍ଠାନିକ ସ୍ୱାଗତ କାର୍ଯ୍ୟକ୍ରମ ରହିଥିଲା। ରାଷ୍ଟ୍ରପତି ଭବନ ପ୍ରାୟ 11:30 ବେଳେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜଘାଟ ମଧ୍ୟ ଯାଇଥିଲେ। ତେବେ 11:50ରୁ 23ତମ ଭାରତ ରୁଷ ଶିଖର ସମ୍ମିଳନୀ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିବାକୁ ହାଇଦ୍ରାବାଦ ହାଉସ ଯିବେ। ତା ସହିତ ଆଲୋଚନା କିଛି ଘଣ୍ଟା ଧରି ଚାଲିବ। ଆଲୋଚନା ପରେ ବୈଠକ ସ୍ଥାନରେ ଅପରାହ୍ନ 1:50ରେ ଜଏଣ୍ଟ ପ୍ରେସ ମିଟ୍ ରହିଛି। ପୁଟିନ ପ୍ରାୟ 3:40ରେ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଫିକ୍ ଆଣ୍ଡ ରୋକ୍ କଂଗ୍ରେସ ମିଳିତ ଭାବେ ଏକ ବ୍ୟବସାୟିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାକ୍ଷାତ କରିବା ପାଇଁ ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଭବନ ମଧ୍ୟ ଯିବେ। ପୁଟିନ ରାତି 9ଟାରେ ମୋକ୍ସୋ ଫେରିବାର କାର୍ଯ୍ୟକ୍ରମ ରହିଛି। କମିଲା ରୂପା ସୁନା ଦର। ତେବେ ଗହଣା କିଣିବା ପୂର୍ବରୁ ନଜର ଥରେ ପକାନ୍ତୁ। ଆଜି ଭାରତୀୟ ବଜାରରେ 24 କ୍ୟାରେଟର ସୁନାର ଦାମ 1,29,930 ଟଙ୍କା ରହିଛି। ସେପରି 22 କ୍ୟାରେଟର ସୁନାର ଦର 1,19,100 ଟଙ୍କା ରହିଛି। ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟର ସୁନାର 10 ଗ୍ରାମ ପିଛା 1,29,930 ଟଙ୍କା ଥିବାବେଳେ ସେମ୍ 1,19,000 ରହିଛି ମଧ୍ୟ 22 କ୍ୟାରେଟର ଦାମ। ତେବେ ସବୁଠାରୁ ବଡ କଥା ହଉଛି ରୂପା କିଲୋ ଏବେ 1,87,000 ପହଞ୍ଚିଛି, ଯାହା ଏ ବର୍ଷ ସବୁଠୁ ରେକର୍ଡ ମଧ୍ୟ ହୁ ହୁ ହୋଇ ବଢିଛି ରୂପାର ଦାମ। ସେପଟେ ସରକାର କହିଛନ୍ତି ଆଗାମୀ ବର୍ଷରେ ମଧ୍ୟ ରୂପା ବନ୍ଧା ରଖି ଲୋକ ଋଣ ନେଇପାରିବେ। ପରବର୍ତ୍ତୀ ଖବର, ରେଳବାଇର ବଡ ନିଷ୍ପତ୍ତି, ତତ୍କାଳ ୱିଣ୍ଡୋ ଟିକେଟ ଏଥର ନେଲେ ମଧ୍ୟ ବାଧ୍ୟତାମୂଳକ ଦେବା ପାଇଁ ପଡିବ ଓଟିପି। କିଛି ଦିନ ମଧ୍ୟରେ ସାରା ରାଜ୍ୟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନରେ ଏହି ବ୍ୟବସ୍ଥା ଲାଗୁ ହେବ। ରେଳବାଇ କହିବା ଅନୁଯାୟୀ ଆସନ୍ତା କିଛି ଦିନ ମଧ୍ୟରେ ସମସ୍ତ ତତ୍କାଳ କାଉଣ୍ଟରରେ ଟିକେଟ ପାଇଁ ଓଟିପି ଆଧାରିତ ବ୍ୟବସ୍ଥା କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ତତ୍କାଳ ସୁବିଧାର ଅପବ୍ୟବହାର ଦଲାଲ ମାନଙ୍କୁ ରୋକିବା। ଯାତ୍ରୀମାନେ ଟିକେଟ ନେଲେ ତୁରନ୍ତ ମୋବାଇଲରେ ଓଟିପି ଦେଲେ ତାଙ୍କର ଟିକେଟ ହୋଇପାରିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ବିଶେଷ କରି ନୂଆ ବହି ପଢିବେ ସ୍କୁଲ ପିଲା। ରାଜ୍ୟ ସରକାର ପ୍ରାଥମିକ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଆଣିବା ପାଇଁ ଯାଉଛନ୍ତି। ଏଥିପାଇଁ ଖୁବ୍ ଶୀଘ୍ର ରାଜ୍ୟରେ ବିଦ୍ୟାଳୟ ଗୁଡିକରେ ପାଠ୍ୟକ୍ରମ ସିଲାବସ ପରିବର୍ତ୍ତନ କରିପାରନ୍ତି। ସମ୍ଭବତଃ ଆସନ୍ତା ଶିକ୍ଷାବର୍ଷରେ ପିଲାମାନଙ୍କୁ ନୂଆ ସିଲାବସ ଆଧାରରେ ପାଠ ପଢିବାକୁ ପଡିପାରେ। ଏହି ଲାଗୁ ହେଲେ ଆଗାମୀ ଦିନରେ ପିଲାମାନେ ଆଉ ପୁରୁଣା ବହି ପଢିପାରିବେ ନାହିଁ, ବରଂ ସେମାନଙ୍କ ପାଇଁ ନୂଆ ବହି ବ୍ୟବସ୍ଥା କରାଯିବ। ଅର୍ଥାତ୍ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ପୁସ୍ତକ ପରିବର୍ତ୍ତନ କରାଯାଇ ରାଜ୍ୟ ସରକାର ନୂଆ ବହି ଦେବେ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ରାଜ୍ୟରେ ପୁଣି ଫେରିଛି ଶୀତ, ଏବେ ଜାଡରେ ଥରିବ ଓଡିଶା। ଦାରିଙ୍ଗବାଡିରେ ରାତି ତାପମାତ୍ରା 9 ଡିଗ୍ରୀରେ ପହଞ୍ଚିଛି। ସେଭଳି ଝାରସୁଗୁଡାରେ 10.9 ଡିଗ୍ରୀ, ଫୁଲବାଣୀରେ 11 ଡିଗ୍ରୀ, ରାଜ୍ୟର ମୋଟ 18ଟି ସହରରେ 15 ଡିଗ୍ରୀ ତଳକୁ ରହିଛି। ଭୁବନେଶ୍ୱର ପାଖାପାଖି 14 ଡିଗ୍ରୀ ରହିଛି। ସବୁଠୁ ବଡ କଥା ହେଲା ଯେ କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ଝାରସୁଗୁଡାରେ ଘନ କୁହୁଡି ଅଧିକ ଦେଖାଯାଇଛି। ଏହିସବୁ ଜିଲ୍ଲାରେ ପ୍ରବଳ ଶୀତରେ ଥରୁଛି। ତା ସହିତ ମଧ୍ୟ କୁହାଯାଉଛି ଯେ ସର୍ବାଧିକ ତାପମାତ୍ରା 29 ଡିଗ୍ରୀ ରହିଛି, ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ରହିଛି ରାଜଧାନୀ ଭୁବନେଶ୍ୱରରେ। ଜାଡରେ ଥରିବ ଓଡିଶା। ପରବର୍ତ୍ତୀ ଖବର, ନୂଆପଡାରେ କ୍ୱାରି କ୍ରସର ନେଇ ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା। ନୂଆପଡାରେ ଏବେ ଷ୍ଟୋନ କ୍ରସର ଏବଂ ପଥର କ୍ୱାରି ବ୍ୟବସାୟୀଙ୍କ ସମସ୍ୟା ନେଇ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ବ୍ୟବସାୟୀ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ 6ଟି ଦାବି ସୂଚୀ ପ୍ରଦାନ କରିଛନ୍ତି। କ୍ୱାରି ନିଲାମ ସମୟରେ ଲିଜଧାରୀ କ୍ରସର ମାଲିକକୁ ଅଗ୍ରାଧିକାର, ସମସ୍ତ ଅନୁମତି ମିଳିଲା ପରେ ମାତ୍ର କ୍ୱାରି ନିଲାମ କରିବା, କ୍ରସର ଚାଲୁ ହେବା ପରେ 3 ମାସର ଅଗ୍ରିମ ରୟାଲିଟି ଜମା ବ୍ୟବସ୍ଥା, ଏଗ୍ରିମେଣ୍ଟ ପାଇଁ ଫି ଏବଂ ଷ୍ଟାମ୍ପ ଡ୍ୟୁଟି ଛାଡ, ସ୍ଥାନୀୟ ବେରୋଜଗାରୀଙ୍କୁ ଚାକିରିରେ ଅଗ୍ରାଧିକାର, ରାଜ୍ୟରେ ବାହାର ଲୋକଙ୍କୁ କ୍ୱାରି ଲିଜ ନ ଦେବା। ମୁଖ୍ୟମନ୍ତ୍ରୀ କହିଛନ୍ତି ଏସବୁ ସମସ୍ତ ଦାବି ବିଭାଗୀୟ ଅଧିକାରୀ ଅନୁଧ୍ୟାନ କରିବେ। ସରକାର ପକ୍ଷରୁ ଉଚିତ ପଦକ୍ଷେପ ନିଆଯିବ। ପରବର୍ତ୍ତୀ ଖବର, ପାଟଣା ପାଇଁ କି ବଡ ଘୋଷଣା, ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କର ଉତ୍ତର। କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏକ ବଡ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ରହିଛି କି? ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଅଣତାରକା ପ୍ରଶ୍ନ ସଂଖ୍ୟା 1589ର ଉତ୍ତର ଲିଖିତ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ପାଟଣା ବ୍ଲକରେ 11,681 ହେକ୍ଟର, ସାହାରାପଡା ବ୍ଲକରେ 1,241 ହେକ୍ଟର, ତା ସହିତ ଘଟଗାଁରେ 1,103 ହେକ୍ଟର, ଠାକୁରମୁଣ୍ଡାରେ 6,635 ହେକ୍ଟର ଜମିକୁ ଜଳ ସେଚନ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଏପଟେ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର, ଇଲେକ୍ଟ୍ରିକ ଗାଡିକୁ ନେଇକି ବଡ ଘୋଷଣା। ଓଡିଶାର ଏପର୍ଯ୍ୟନ୍ତ 2,19,000 ଅଧିକ ଇଲେକ୍ଟ୍ରିକ ଗାଡି ଚାଲୁଛି। ଗୁରୁବାର ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏସବୁ ଉପରେ ଆଲୋଚନା ମଧ୍ୟ କରିଥିଲେ।
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ବିଶେଷ କରି କୁହାଯାଉଛି ଏପର୍ଯ୍ୟନ୍ତ 680 ଇଲେକ୍ଟ୍ରିକ ଯାନ କିଣିଛନ୍ତି ସରକାରୀ ବିଭାଗ ଏଜେନ୍ସି। ଭୁବନେଶ୍ୱରରେ ବର୍ତ୍ତମାନ 12ଟି ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ ରହିଛି। ଆଗକୁ ଏହାର ଆହୁରି ବଢିବ ବୋଲି କୁହାଯାଉଛି। ନୂଆ ନୀତିର ପରିବହନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଇଭି ଗାଡି ଗୁଡିକ ବଡ ଧରଣର ପ୍ରୋତ୍ସାହନ ରାଶି ଦେଖାଯାଉଛି। ଯେପରିକି ଟ୍ରାନ୍ସପୋର୍ଟ ପାଇଁ ବ୍ୟବହୃତ ହେଉଥିବା ଇଲେକ୍ଟ୍ରିକ କାର ଉପରେ ଏକକାଳୀନ 2 ଲକ୍ଷ ଟଙ୍କା ମିଳିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ରାଜ୍ୟରେ ସାମ୍ବାଦିକ ମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଓଡିଶା ସରକାର ବିଚାରାଧୀନ ରହିଛି। ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସାମ୍ବାଦିକ ମାନଙ୍କୁ ପେନସନ ଦେବା ପାଇଁ ସରକାର ନିକଟରେ ଅନୁରୋଧ ମିଳିଛି। ଏ ପ୍ରସ୍ତାବ ସରକାର ବିଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ସୂଚନା ଲୋକ ସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ପ୍ରିଣ୍ଟ ଇଲେକ୍ଟ୍ରୋନିକ ଡିଜିଟାଲ ୱେବ ମିଡିଆରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନତ କାର୍ଯ୍ୟରତ ସାମ୍ବାଦିକ ତାଙ୍କ ପରିବାର ପାଇଁ କି ବ୍ୟବସ୍ଥା ହେବ। ହସ୍ପିଟାଲରେ 5 ଲକ୍ଷ ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ମଧ୍ୟ ହେବ ବୋଲି କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀଙ୍କର ଆଉ ଗୋଟେ ବଡ ଘୋଷଣା, ଏବେ ସୁଭଦ୍ରା ଟଙ୍କାକୁ ନେଇକି ବଡ ଅପଡେଟ। ସୁଭଦ୍ରାରେ ମଧ୍ୟ ଏବେ ନୂଆ ଲୋକ ଆବେଦନ କରିପାରିବେ। ସୁଭଦ୍ରା ଏକା ସାଙ୍ଗରେ 2ଟି କିସ୍ତି ମଧ୍ୟ ମିଳିବ। ସେପଟେ ମହିଳା ମାନଙ୍କୁ ମଧ୍ୟ 10,000 ଟଙ୍କା ଋଣ ଦିଆଯାଉଛି, ସେ ପୁଣି ବି ବିନା ସୁଧରେ। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଖବରଟି ଭଲ ଲାଗିଥାଏ ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।